ଆପଣ କେବେ ଭାବିଛନ୍ତି କି ପକେଟରେ ମାତ୍ର 500 ଟଙ୍କା ଥିଲେ ମଧ୍ୟ କ'ଣ ନିଜର ଗୋଟେ ଛୋଟ ବିଜନେସ୍ ଆରମ୍ଭ କରାଯାଇପାରିବ? ଶୁଣିବାକୁ ହୁଏତ ଅଜବ ଲାଗୁଛି, କାରଣ ଆମମାନଙ୍କ ମଧ୍ୟରୁ ଅନେକ ଭାବୁଛନ୍ତି ବିଜନେସ୍ ମାନେ ବଡ଼ ଇନଭେଷ୍ଟମେଣ୍ଟ, ବ୍ୟାଙ୍କ ଲୋନ୍, ଦୋକାନ ଏବଂ ବହୁତ ବଡ଼ ରିସ୍କ। କିନ୍ତୁ ପ୍ରତ୍ୟେକ ବିଜନେସ୍ ବଡ଼ ଇନଭେଷ୍ଟମେଣ୍ଟରୁ ଆରମ୍ଭ ହୁଏନି। କେତେକ ବିଜନେସ୍ରେ ଆପଣଙ୍କର ପ୍ରଥମ ଇନଭେଷ୍ଟମେଣ୍ଟ ହୋଇପାରେ ଆପଣଙ୍କର ସ୍କିଲ୍, ଆପଣଙ୍କର ସମୟ ଏବଂ ଚେଷ୍ଟା। ତେଣୁ ଆଜି ଆମେ ଜାଣିବା 8ଟି ଏମିତି ବିଜନେସ୍ ଆଇଡ଼ିଆ ବିଷୟରେ ଯାହାକୁ ଛୋଟ ସ୍କେଲରେ ପ୍ରାୟ 500ରୁ ଟେଷ୍ଟ କରାଯାଇପାରିବ। ତେବେ ମନେ ରଖନ୍ତୁ, 500ରୁ ବିଜନେସ୍ ଆରମ୍ଭ କରିବା ସମ୍ଭବ ହୋଇପାରେ, କିନ୍ତୁ 500ରୁ ସିଧାସଳଖ ବଡ଼ ପ୍ରଫିଟ୍ ଆସିବା ବୋଲି କୌଣସି ଗ୍ୟାରେଣ୍ଟେଡ୍ ନାହିଁ। ପ୍ରଥମେ ମାର୍କେଟକୁ ବୁଝନ୍ତୁ, କଷ୍ଟମର ଖୋଜନ୍ତୁ ଏବଂ ଆପଣଙ୍କର ଆଇଡ଼ିଆ କାମ କରୁଛି କି ନାହିଁ ଟେଷ୍ଟ କରନ୍ତୁ। ବିଜନେସ୍ ଆଇଡ଼ିଆ 1, ରିସେଲିଂ। ପ୍ରଥମ ଆଇଡ଼ିଆ ହେଉଛି ରିସେଲିଂ। ଏଠାରେ ଆପଣଙ୍କୁ ଆରମ୍ଭରୁ ବହୁତ ପ୍ରଡକ୍ଟ କିଣି ଷ୍ଟକ୍ ରଖିବା ଆବଶ୍ୟକ ନ ହୋଇପାରେ। ସପ୍ଲାୟର କିମ୍ବା ରିସେଲିଂ ପ୍ଲାଟଫର୍ମରୁ ପ୍ରଡକ୍ଟ ବାଛି ତାର ଫଟୋ ଓ ଡିଟେଲ୍ସ ନିଜର ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ କିମ୍ବା ଅନ୍ୟ କୌଣସି ସୋଶାଲ ମିଡ଼ିଆରେ ସେୟାର କରିପାରିବେ। କେହି ଇଣ୍ଟରେଷ୍ଟେଡ୍ ହେଲେ ଅର୍ଡର ନେଇ ସପ୍ଲାୟର ମାଧ୍ୟମରେ ପ୍ରଡକ୍ଟ ପହଞ୍ଚାଇବାର ବ୍ୟବସ୍ଥା କରିପାରିବେ। କପଡ଼ା, ହୋମ୍ ଆକ୍ସେସରିଜ୍, ଫ୍ୟାଶନ ଆଇଟମ୍ ଭଳି ଅନେକ କାଟାଗୋରୀରେ ଏହି ମଡେଲ ଦେଖିବାକୁ ମିଳେ। ଆପଣଙ୍କ 500 ଟଙ୍କା ମୁଖ୍ୟତଃ ଇଣ୍ଟରନେଟ୍ ଡାଟା, ସାମ୍ପଲ କିମ୍ବା ଛୋଟ ପ୍ରମୋସନରେ ବ୍ୟବହାର ହୋଇପାରେ। ଏଥିରୁ ଆପଣ ପ୍ରଡକ୍ଟ ବିକ୍ରି ସହିତ କଷ୍ଟମର ହ୍ୟାଣ୍ଡଲିଂ ଓ ମାର୍କେଟିଂ ମଧ୍ୟ ଶିଖିପାରିବେ। ବିଜନେସ୍ ନମ୍ବର 2, ହୋମମେଡ୍ ଫୁଡ୍। ଯଦି ଆପଣଙ୍କର କୁକିଂ ସ୍କିଲ୍ ଭଲ, ତେବେ ନିଜ ଘରର କିଚେନ୍ ଠାରୁ ମଧ୍ୟ ଛୋଟ ଫୁଡ୍ ବିଜନେସ୍ ଆରମ୍ଭ କରିପାରିବେ। ଯେପରିକି ଆଚାର, ଘରୋଇ ସ୍ନାକ୍ସ, ପିଠା, କେକ୍ କିମ୍ବା ଆପଣଙ୍କର ଅଞ୍ଚଳରେ କୌଣସି ସ୍ପେଶାଲ ଫୁଡ୍। ଆରମ୍ଭରେ ବହୁତ ମେନୁ ରଖିବା ଦରକାର ନାହିଁ। ଗୋଟିଏ କିମ୍ବା 2ଟି ଆଇଟମ୍ ଚୟନ କରି ସ୍ମଲରୁ ଷ୍ଟାର୍ଟ କରନ୍ତୁ। ପ୍ରଥମ କଷ୍ଟମର ଭାବରେ ପରିଚିତ ଲୋକ, ପଡ଼ୋଶୀ କିମ୍ବା ନିକଟସ୍ଥ କମ୍ୟୁନିଟିରୁ ମଧ୍ୟ ଆରମ୍ଭ କରିପାରିବେ। ପ୍ରଡକ୍ଟ ଭଲ ହେଲେ ଲୋକଙ୍କ ଫିଡବ୍ୟାକ୍ ନିଅନ୍ତୁ। ତାପରେ ହ୍ୱାଟ୍ସଆପ୍ ଏବଂ ସୋଶାଲ ମିଡ଼ିଆ ମାଧ୍ୟମରେ ଧୀରେ ଧୀରେ ଅଧିକ ଲୋକଙ୍କ ପାଖକୁ ପହଞ୍ଚାନ୍ତୁ। କିନ୍ତୁ ଫୁଡ୍ ବିଜନେସ୍ରେ ହାଇଜିନ୍, କ୍ୱାଲିଟି ଏବଂ ସ୍ଥାନୀୟ ଫୁଡ୍ ସେଫ୍ଟି ନିୟମକୁ ନିଶ୍ଚିତ ଧ୍ୟାନ ଦିଅନ୍ତୁ। ବିଜନେସ୍ ଆଇଡ଼ିଆ 3, ଟ୍ୟୁସନ୍ କିମ୍ବା ଅନଲାଇନ୍ ଟିଚିଂ। ଆପଣଙ୍କର କୌଣସି ସବଜେକ୍ଟ ଭଲ ଭାବରେ ଆସେ କି? ତେବେ ଆପଣଙ୍କ ନଲେଜକୁ ସର୍ଭିସରେ ପରିଣତ କରିପାରିବେ। ମ୍ୟାଥ୍, ଇଂଲିଶ, ଓଡ଼ିଆ, କମ୍ପ୍ୟୁଟର ବେସିକ୍ କିମ୍ବା ଅନ୍ୟ କୌଣସି ସ୍କିଲ୍ ଯାହା ଆପଣଙ୍କୁ ଭଲ ଭାବରେ ବୁଝାଇ ପାରିବେ, ତାହା ଶିଖାଇବା ଆରମ୍ଭ କରନ୍ତୁ। ଏହି ବିଜନେସ୍ରେ ଇନଭେଣ୍ଟରି ଦରକାର ନାହିଁ। ଆପଣ ଘରେ ଛୋଟ ବ୍ୟାଚ୍ କରିପାରିବେ କିମ୍ବା ଅନଲାଇନରେ କ୍ଲାସେସ୍ ନେଇପାରିବେ। 500ର ନୋଟବୁକ୍, ଷ୍ଟଡି ମେଟାରିଆଲ କିମ୍ବା ଇଣ୍ଟରନେଟ୍ ଡାଟା ଭଳି ବେସିକ୍ ଥିଙ୍ଗସ୍ ପାଇଁ ଖର୍ଚ୍ଚ କରିପାରିବେ। ଆରମ୍ଭରେ କିଛି ଷ୍ଟୁଡେଣ୍ଟ ହେଲେ ମଧ୍ୟ ଚଳିବ। ଆପଣଙ୍କର ଟିଚିଂ ଭଲ ହେଲେ ସେହି ଷ୍ଟୁଡେଣ୍ଟଙ୍କ ପ୍ୟାରେଣ୍ଟସ୍ କିମ୍ବା ଫ୍ରେଣ୍ଡସ୍ ମାଧ୍ୟମରେ ନୂତନ ଷ୍ଟୁଡେଣ୍ଟ ମିଳିପାରନ୍ତି। ବିଜନେସ୍ ଆଇଡ଼ିଆ 4, ସୋଶାଲ ମିଡ଼ିଆ ମ୍ୟାନେଜମେଣ୍ଟ। ଏହା ହେଉଛି ଏକ ସ୍କିଲ୍ ବେସିଡ୍ ବିଜନେସ୍। ଆଜି ଛୋଟ ଦୋକାନ, ରେଷ୍ଟୁରାଣ୍ଟ, ସେଲୁନ୍, କୋଚିଂ ସେଣ୍ଟର ଠାରୁ ଆରମ୍ଭ କରି ଲୋକାଲ ବ୍ରାଣ୍ଡ ପର୍ଯ୍ୟନ୍ତ ଅନେକ ବିଜନେସ୍ ସୋଶାଲ ମିଡ଼ିଆରେ ଆକ୍ଟିଭ୍ ରହିବାକୁ ଚାହାନ୍ତି। କିନ୍ତୁ ପ୍ରତିଦିନ ପୋଷ୍ଟ କରିବା, କ୍ୟାପସନ୍ ଲେଖିବା, କଣ୍ଟେଣ୍ଟ ପ୍ଲାନ୍ କରିବା ଏବଂ ବେସିକ୍ ଡିଜାଇନ୍ କରିବା ପାଇଁ ସମସ୍ତଙ୍କ ପାଖରେ ସମୟ ନଥାଏ। ଏଠାରେ ଆପଣ ସର୍ଭିସ୍ ଦେଇପାରିବେ। ଆରମ୍ଭରେ ଫ୍ରି ଟୁଲ୍ର ବ୍ୟବହାର କରି ବେସିକ୍ ଡିଜାଇନ୍ ଏବଂ କଣ୍ଟେଣ୍ଟ କ୍ରିଏସନ୍ ଶିଖନ୍ତୁ। ତାପରେ ଆପଣଙ୍କର ଅଞ୍ଚଳରେ କିଛି ଲୋକାଲ ବିଜନେସ୍ ଚିହ୍ନଟ କରନ୍ତୁ। ସେମାନଙ୍କୁ ଆପଣଙ୍କର ସର୍ଭିସ୍ ବିଷୟରେ କୁହନ୍ତୁ। ପ୍ରଥମେ ଛୋଟ ପ୍ରୋଜେକ୍ଟ ନିଅନ୍ତୁ। ରେଜଲ୍ଟ ଦେଖାଇପାରିଲେ ପରେ ଆପଣ ଅଧିକ କ୍ଲାଏଣ୍ଟ ନେଇପାରିବେ। ଏଠାରେ ଆପଣଙ୍କର ମୁଖ୍ୟ କ୍ୟାପିଟାଲ ହେଉଛି ସ୍କିଲ୍। ବିଜନେସ୍ ଆଇଡ଼ିଆ 5, ହ୍ୟାଣ୍ଡମେଡ୍ ପ୍ରଡକ୍ଟ। ହାତରେ କିଛି ତିଆରି କରିବା ଆପଣଙ୍କୁ ଭଲ ଲାଗେ କି? ତେବେ ହ୍ୟାଣ୍ଡମେଡ୍ ପ୍ରଡକ୍ଟ ମଧ୍ୟ ଗୋଟିଏ ଭଲ ଅପସନ୍ ହୋଇପାରେ। ଆପଣଙ୍କ ସ୍କିଲ୍ ଅନୁସାରେ ଡେକୋରେଟ୍ ଆଇଟମ୍, ଗ୍ରୀଟିଂ କାର୍ଡ, ଆର୍ଟ ପ୍ରଡକ୍ଟ କିମ୍ବା ଅନ୍ୟ କ୍ରିଏଟିଭିଟି ପ୍ରଡକ୍ଟ ତିଆରି କରିପାରିବେ। କିନ୍ତୁ ଏଠାରେ ଗୋଟିଏ ଭୁଲ କରନ୍ତୁ ନାହିଁ। ଆରମ୍ଭରେ ଅଧିକ ର ମେଟେରିଆଲ କିଣିବେ ନାହିଁ। ପ୍ରଥମେ କିଛି ସାମ୍ପଲ ବନାନ୍ତୁ, ସେଗୁଡ଼ିକ ଭଲ ଫଟୋ ନିଅନ୍ତୁ ଏବଂ ଅନଲାଇନରେ ଦେଖାନ୍ତୁ। କେଉଁ ପ୍ରଡକ୍ଟ ପାଇଁ ଲୋକଙ୍କ ଇଣ୍ଟରେଷ୍ଟ ଅଧିକ ତାହା ଦେଖି ପରବର୍ତ୍ତୀ ଇନଭେଷ୍ଟମେଣ୍ଟ କରନ୍ତୁ। ଏଭଳି କଲେ ୱେଷ୍ଟ କମିବ ଏବଂ ରିସ୍କ ମଧ୍ୟ ନିୟନ୍ତ୍ରଣ ରହିବ। ବିଜନେସ୍ ଆଇଡ଼ିଆ 6, ପ୍ଲାଣ୍ଟ ଏବଂ ଗାର୍ଡେନିଂ ସର୍ଭିସ୍। ଯଦି ଆପଣଙ୍କୁ ପ୍ଲାଣ୍ଟସ୍ ଏବଂ ଗାର୍ଡେନିଂ ଭଲ ଲାଗେ, ତେବେ ଏହାକୁ ମଧ୍ୟ ଛୋଟ ବିଜନେସ୍ରେ ପରିଣତ କରିପାରିବେ। କିଛି ଇଜି ଟୁ ଗ୍ରୋ ପ୍ଲାଣ୍ଟରୁ ଆରମ୍ଭ କରନ୍ତୁ। ନିଜେ କେୟାର କରି ସେଗୁଡ଼ିକ ଗ୍ରୋ କରନ୍ତୁ ଏବଂ ପରେ ବିକ୍ରି କରିପାରିବେ।
କିମ୍ବା ପ୍ରଡ଼କ୍ଟ ବିକ୍ରି ନକରି ଗାର୍ଡେନ୍ ସର୍ଭିସ୍ ମଧ୍ୟ ଦେଇପାରିବେ, ଯେପରିକି ଘରର ପ୍ଲାଣ୍ଟର କେୟାର, ବାଲକୋନିର ସେଟଅପ୍ କିମ୍ବା ରେଗୁଲାର ପ୍ଲାଣ୍ଟ ମେଣ୍ଟେନାନ୍ସ। ଏହାର ଗୋଟିଏ ଭଲ ଦିଗ ହେଉଛି ସର୍ଭିସ୍ ଭଲ ହେଲେ ରେଗୁଲାର କଷ୍ଟମର ମିଳିପାରନ୍ତି। ତେବେ ପ୍ଲାଣ୍ଟସ୍ କିଣିବା ପୂର୍ବରୁ ଆପଣଙ୍କର ଅଞ୍ଚଳରେ କେଉଁ ପ୍ଲାଣ୍ଟସର ଡିମାଣ୍ଡ ଅଛି ତାହା ପ୍ରଥମେ ଜାଣନ୍ତୁ। ବିଜନେସ୍ ଆଇଡିଆ 7 କଣ୍ଟେଣ୍ଟ ରାଇଟିଂ। ଯଦି ଆପଣଙ୍କୁ ଲେଖିବା ଭଲ ଲାଗେ ତେବେ କଣ୍ଟେଣ୍ଟ ରାଇଟିଂ ଆପଣଙ୍କ ପାଇଁ ଲୋ ଇନଭେଷ୍ଟମେଣ୍ଟ ସର୍ଭିସ୍ ବିଜନେସ୍ ହୋଇପାରେ। ଓଡ଼ିଆ, ଇଂଲିଶ କିମ୍ବା ଅନ୍ୟ କୌଣସି ଭାଷାରେ ଭଲ ଲେଖିପାରିବେ। ବ୍ଲଗ୍, ୱେବସାଇଟ୍, ସୋଶାଲ ମିଡ଼ିଆ କିମ୍ବା ବିଜନେସ୍ କଣ୍ଟେଣ୍ଟ ପାଇଁ ଲେଖିପାରିବେ। ଆରମ୍ଭରେ ମହଙ୍ଗା ଅଫିସର ଦରକାର ନାହିଁ। ଆପଣଙ୍କ ଫୋନ୍ କିମ୍ବା କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ହିଁ ପ୍ରଥମ ରିସୋର୍ସ ହୋଇପାରେ। ପ୍ରଥମ କିଛି ସାମ୍ପଲ୍ ରାଇଟିଂ ପ୍ରସ୍ତୁତ କରନ୍ତୁ, ତାପରେ ପଟେନ୍ସିଆଲ କ୍ଲାଏଣ୍ଟଙ୍କୁ ନିଜର ସାମ୍ପଲ୍ ଦେଖାନ୍ତୁ। ଆରମ୍ଭରେ ଛୋଟ କାମ ମିଳିଗଲେ ମଧ୍ୟ ଏକ୍ସପିରିଏନ୍ସ ଭାବରେ ନିଅନ୍ତୁ। ଧୀରେ ଧୀରେ ପୋର୍ଟଫୋଲିଓ, ରିଭ୍ୟୁ ଏବଂ ସ୍କିଲ୍ ବଢ଼ାଇ ଆପଣ ମଧ୍ୟ ଅଧିକ ପ୍ରୋଜେକ୍ଟ ପାଇଁ ଆପ୍ଲାଏ କରିପାରିବେ। ବିଜନେସ୍ ଆଇଡିଆ 8 ଲୋକାଲ ଇନର ସର୍ଭିସ୍। ଶେଷ ଆଇଡିଆ ହେଉଛି ଲୋକାଲ ଇନର ସର୍ଭିସ୍। ଏହାର ଅର୍ଥ ହେଉଛି ଲୋକଙ୍କ ଛୋଟ ଛୋଟ କାମରେ ସହାୟତା କରି ସର୍ଭିସ୍ ଚାର୍ଜ ନେବା। ଉଦାହରଣ ପାଇଁ ନିକଟସ୍ଥ ସ୍ଥାନକୁ କୌଣସି ସାମଗ୍ରୀ, ଛୋଟ ପାର୍ସଲ ପହଞ୍ଚାଇବା କିମ୍ବା ଅନ୍ୟ ସାଧାରଣ ଲୋକାଲ ଟାସ୍କର ସାହାଯ୍ୟ କରିବା। ଯଦି ଆପଣଙ୍କ ପାଖରେ ସାଇକେଲ କିମ୍ବା ବାଇକ୍ ଅଛି ତେବେ ଛୋଟ ଏରିଆ ଭିତରେ ଏହାକୁ ଆରମ୍ଭ କରିପାରିବେ। ପ୍ରଥମେ ନିଜର ଅଞ୍ଚଳର ଲୋକଙ୍କୁ ସର୍ଭିସ୍ ବିଷୟରେ ଜଣାନ୍ତୁ, କିନ୍ତୁ ଏଠାରେ ସେଫ୍ଟି, ପ୍ରାଇଭେସି ଏବଂ କୌଣସି ଅଜଣା ବ୍ୟକ୍ତିଙ୍କ ଟଙ୍କା କିମ୍ବା ମୂଲ୍ୟବାନ ଜିନିଷ ହ୍ୟାଣ୍ଡେଲ କରିବା ସମ୍ପର୍କୀୟ ନିୟମକୁ ନିଶ୍ଚିତ ଧ୍ୟାନ ଦିଅନ୍ତୁ। ଭରସା ବଢ଼ିଲେ ଆପଣଙ୍କ ରେଗୁଲାର କଷ୍ଟମର ତିଆରି କରିପାରିବେ। ଶେଷ କଥା, ବିଜନେସ୍ ଆରମ୍ଭ କରିବା ପାଇଁ ବଡ଼ କ୍ୟାପିଟାଲ ନଥିବା ସବୁଠାରୁ ବଡ଼ ସମସ୍ୟା ନୁହେଁ। ବେଳେବେଳେ ଆମର ସମସ୍ୟା ହେଉଛି ଆମେ ଆରମ୍ଭ କରିବା ପୂର୍ବରୁ ହିଁ ବହୁତ ବଡ଼ ହିସାବ କରିଦେଉ। ଟଙ୍କା କମ୍, ଏକ୍ସପେରିଏନ୍ସ ନାହିଁ, କଷ୍ଟମର କେଉଁଠୁ ମିଳିବ ଏସବୁର ପ୍ରଶ୍ନ ଠିକ୍, କିନ୍ତୁ ସେଗୁଡ଼ିକର ଉତ୍ତର ଆପଣଙ୍କ କାମ ଆରମ୍ଭ କଲେ ହିଁ ପାଇପାରିବେ। ତେଣୁ 500 ଥିଲେ ସେଥିରୁ ଗୋଟିଏ ବଡ଼ ବିଜନେସ୍ ବନାଇ ଦେବାର ସ୍ୱପ୍ନ ଦେଖିବା ଠାରୁ ପ୍ରଥମେ ଗୋଟିଏ ଛୋଟ ବିଜନେସ୍ ମଡେଲ ଟେଷ୍ଟ କରନ୍ତୁ। ଆଜି ଆପଣଙ୍କୁ ଗୋଟିଏ କଷ୍ଟମର ପାଇପାରନ୍ତି, କାଲି 2 ଜଣ ପାଇପାରନ୍ତି, ତାପରେ ସେହି କଷ୍ଟମରଙ୍କ ଫିଡବ୍ୟାକ୍ ନେଇ ନିଜର କାମକୁ ବେଟର କରିପାରନ୍ତି। ଏଭଳି ଛୋଟ ଛୋଟ ଷ୍ଟେପ୍ ହିଁ ଆଗକୁ ଯାଇ ବଡ଼ କିଛି ତିଆରି କରିପାରିବେ। ତେଣୁ ଏହି 8ଟି ଆଇଡିଆ ମଧ୍ୟରୁ ଆପଣଙ୍କୁ କେଉଁଟି ସବୁଠାରୁ ପ୍ରାକ୍ଟିକାଲ ଲାଗିଲା କମେଣ୍ଟରେ ନିଜର ଓପିନିଅନ୍ ଦିଅନ୍ତୁ। ଏଭଳି ରିଏଲିଷ୍ଟିକ୍ ବିଜନେସ୍ ଆଇଡିଆ, ସ୍କିଲ୍ ଏବଂ ଅପରଚ୍ୟୁନିଟିଜ୍ ବିଷୟରେ ଆହୁରି କଣ୍ଟେଣ୍ଟ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ମନେ ରଖନ୍ତୁ, ବଡ଼ ଆରମ୍ଭ ଦରକାର ନାହିଁ, ଦରକାର ହେଉଛି ଠିକ୍ ଆରମ୍ଭ। ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ।